Praise the Lord. ସମସ୍ତ ଆପଣ ଜନମାନଙ୍କୁ ୱାର୍ଡ ଭଜନ ଚ୍ୟାନେଲରେ ଅଭିନନ୍ଦନ। ଚ୍ୟାନେଲଟିକୁ ସବସ୍କ୍ରାଇବ କରନ୍ତୁ, ଭିଡ଼ିଓ ଗୁଡ଼ିକରେ ଲାଇକ୍ ଦିଅନ୍ତୁ, ଭିଡ଼ିଓ ଗୁଡ଼ିକରେ କମେଣ୍ଟ କରନ୍ତୁ ଏବଂ ଭିଡ଼ିଓ ଗୁଡ଼ିକ ବହୁ ମାତ୍ରାରେ ସେୟାର କରନ୍ତୁ। ତେବେ ଆଜି ଆମେ ପବିତ୍ର ବାଇବେଲର ଆଦି ପୁସ୍ତକର ତୃତୀୟ ଅଧ୍ୟାୟର ପ୍ରଥମ ପଦଟି ଆଲୋଚନା କରିବା। ତେବେ ସୂଚନା ଅଛି ଆଦି ପୁସ୍ତକ ଅଧ୍ୟାୟ 3 ପଦ ନମ୍ବର 1। ସଦାପ୍ରଭୁ ପରମେଶ୍ୱରଙ୍କ ନିର୍ମିତ ଭୂଚର ପଶୁମାନଙ୍କ ମଧ୍ୟରେ ସର୍ପ ସର୍ବାପେକ୍ଷା ଖଳ ଥିଲା। ସେ ନାରୀଙ୍କୁ କହିଲା, ଆଗୋ ଏ କି ସତ୍ୟ? ଉଦ୍ୟାନର କୌଣସି ବୃକ୍ଷର ଫଳ ଖାଇବାକୁ ପରମେଶ୍ୱର ତୁମ୍ଭମାନଙ୍କୁ ନିଷେଧ କରିଛନ୍ତି। ତେବେ କଣ ସୂଚନା ଅଛି? ସଦାପ୍ରଭୁ ପରମେଶ୍ୱରଙ୍କ ନିର୍ମିତ ଅର୍ଥାତ୍ ସଦାପ୍ରଭୁଙ୍କ ଦ୍ୱାରା ତିଆରି ହୋଇଥିବା ଭୂଚର ପଶୁମାନଙ୍କ ମଧ୍ୟରେ, ଭୂଚର ପଶୁ ମାନେ ଭୂମିରେ ଚରୁଥିବା ସରୀସୃପ, ପଶୁ ତ ନୁହଁ ସରୀସୃପ ମଧ୍ୟରେ ସର୍ପ ଅର୍ଥାତ୍ ସାପ ସର୍ବାପେକ୍ଷା ସର୍ବଯୁକ୍ତ ଅପେକ୍ଷା ସର୍ବାପେକ୍ଷା ହୋଇଅଛି। ଖଳ ଥିଲା ଅର୍ଥାତ୍ ସେ ସର୍ପ ସେଠାରେ ଅତ୍ୟନ୍ତ ଚତୁର, ବା ୟା କଥା ତା ପାଖରେ ତା କଥା ୟା ପାଖରେ, ଏମିତି ପ୍ରକୃତିର ଜୀବଙ୍କୁ ଖଳ ଜୀବ କୁହାଯାଏ। ତେବେ ସେ ଖଳ ଥିଲା ବୋଲି ସୂଚନା ଅଛି। ସେ ନାରୀଙ୍କୁ କହିଲା, ଯେଉଁ ନାରୀଙ୍କୁ ପରମେଶ୍ୱର ସୃଷ୍ଟି କରିଥିଲେ ସେ ନାରୀଙ୍କୁ ସର୍ପ କହିଲା, ଆଗୋ ଆହେ ଏ କି ସତ୍ୟ? ଏହା କଣ ସତ୍ୟ ଅଟେ ବା ଏହା କଣ ସତ ଅଟେ? ଉଦ୍ୟାନର କୌଣସି ବୃକ୍ଷର ଫଳ ଖାଇବାକୁ ପରମେଶ୍ୱର ତୁମମାନଙ୍କୁ ନିଷେଧ କରିଛନ୍ତି। ଅର୍ଥାତ୍ ସେ ବଗିଚାରେ ଥିବା କୌଣସି ବୃକ୍ଷର ଫଳ, ଅର୍ଥାତ୍ ସେଇ ବୃକ୍ଷ ମାନଙ୍କ ମଧ୍ୟରୁ କୌଣସି ଏକ ବୃକ୍ଷର ଫଳ ବା କେଉଁ ଗୋଟିଏ ବୃକ୍ଷର ଫଳକୁ ଖାଇବାକୁ ପରମେଶ୍ୱର ତୁମ୍ଭମାନଙ୍କୁ ଅର୍ଥାତ୍ ପୁରୁଷଙ୍କୁ ଏବଂ ନାରୀଙ୍କୁ ନିଷେଧ ଅର୍ଥାତ୍ ମନା କରିଅଛନ୍ତି ବୋଲି ସର୍ପ ପଚାରୁଅଛି। ତେବେ ଏଠାରେ ସର୍ପ ଅତି ଚତୁରତାର ସହ ନାରୀଙ୍କୁ ପ୍ରଶ୍ନ ପଚାରିଅଛି ଯେ କେଉଁ ବୃକ୍ଷର ଫଳକୁ ଖାଇବାକୁ ପରମେଶ୍ୱର ମନା କରିଅଛନ୍ତି। ତେବେ ଏ ପର୍ଯ୍ୟନ୍ତ ଆମେ ସୂଚନା ପାଇଲେ ଯେ ସର୍ପ ଅତି ଖଳ ପ୍ରକୃତିର ଥିଲା ଏବଂ ନାରୀଙ୍କୁ ସେ ପଚାରିଅଛି ସଦାପ୍ରଭୁ କେଉଁ ବୃକ୍ଷର ଫଳକୁ ଖାଇବା ପାଇଁ ମନା କରିଛନ୍ତି। ଅତି ଚମତ୍କାର ଭାବେ ଆଦି ପୁସ୍ତକର ତୃତୀୟ ଅଧ୍ୟାୟର ପ୍ରଥମ ପଦଟି ବ୍ୟାଖ୍ୟା ହୋଇ ଶେଷ ହୋଇ ଯାଇଅଛି। ତେବେ ସମସ୍ତ ଆପଣ ଜଣଙ୍କୁ ଧନ୍ୟବାଦ।